ଏହି କାହାଣୀଟି ହେଉଛି ଏସ୍ପି ମ୍ୟାଡ଼ାମ ଆଉ ସାଧାରଣ ଗୋଟିଏ ଝିଅର। ଗୋଟେ ଛୋଟ ସହରରେ ଏକ ଏସ୍ପି ମ୍ୟାଡ଼ାମ ନୂଆ ଯୋଗ ଦେଇଥିଲେ। ସେ ବହୁତ କଡ଼ା ଓ ଶକ୍ତିଶାଳୀ ଗର୍ବିତ ସ୍ୱଭାବର ଥିଲେ। ଗୋଟେ ଦିନ ସେ ରାସ୍ତାରେ ଯାଉଥିବା ସମୟରେ ଦେଖିଲେ ଜଣେ ଝିଅ ଏକ ଲୋକ ସହିତ ବିବାଦ କରୁଛି। ଏସ୍ପି ମ୍ୟାଡ଼ାମ ତୁରନ୍ତ ଗାଡ଼ି ରଖିଲେ ଓ ଝିଅଟି ଉପରେ ଚିଲ୍ଲାଇଲେ, ତୁ କିଏ, କାହିଁକି ହାଲ୍ଲା କରୁଛୁ? ଝିଅଟି ଶାନ୍ତ ଭାବରେ କହିଲା, ମ୍ୟାଡ଼ାମ ମୁଁ କିଛି ଭୁଲ କରିନି। କିନ୍ତୁ ଏସ୍ପି ମ୍ୟାଡ଼ାମ ତାଙ୍କ କଥା ଶୁଣିଲେ ନାହିଁ। ଗରମରେ ଆସି ସେ ଝିଅଟିକୁ ଗୋଟେ ଥାପଡ଼ ମାରିଦେଲେ। ସେଠାରେ ଥିବା ସମସ୍ତ ଲୋକ ଦେଖୁଥିଲେ। ସେ ଝିଅଟି କିଛି କହିଲା ନାହିଁ। ସେ ଚୁପଚାପ ଭାବେ ତା ଫୋନ୍ ଉଠାଇଲା ଓ ଗୋଟିଏ କଲ୍ କଲା। କିଛି ମିନିଟ୍ ପରେ ଗୋଟେ ବଡ଼ କାର୍ ଆସିଲା। ତା ଭିତରୁ ଦୁଇଜଣ IPS ଅଫିସର ବାହାରିଲେ। ଆଉ ତାପରେ ସେମାନେ ଏସ୍ପି ମ୍ୟାଡ଼ାମଙ୍କୁ ସାଲ୍ୟୁଟ୍ କରି କହିଲେ, ମ୍ୟାଡ଼ାମ ଆପଣ ଯାହାକୁ ଥାପଡ଼ ମାରିଛନ୍ତି ସେ ଆମର ନୂଆ ଜଏଣ୍ଟ IPS ଅଫିସର ମିସ୍ ସୀତା ପଟ୍ଟନାୟକ। ଏସ୍ପି ମ୍ୟାଡ଼ାମ ଶୁଣି ଶକ୍ତ ହୋଇଗଲେ। ଝିଅଟି ହସି କହିଲା, ମ୍ୟାଡ଼ାମ ମୁଁ ଏଠାରେ ଡ୍ୟୁଟିରେ ଥିଲି। ଗୋଟେ କେସ୍ ଇନଭେଷ୍ଟିଗେସନ୍ କରୁଥିଲି। ତାପରେ ଏସ୍ପି ମ୍ୟାଡ଼ାମଙ୍କ ମୁହଁ ଲଜ୍ଜାରେ ଲାଲ ହୋଇଗଲା। ସେ ନିଜ ଭୁଲ ବୁଝିପାରିଲେ ଓ ସୀତା ମ୍ୟାଡ଼ାମଙ୍କୁ କହିଲେ, ମ୍ୟାଡ଼ାମ ମୁଁ କ୍ଷମା ଚାହୁଁଛି। ଆପଣ IPS ବୋଲି ମୁଁ ଜାଣିନଥିଲି। ସୀତା ମୁରୁକି ହସି କହିଲା, ଠିକ୍ ଅଛି ମ୍ୟାଡ଼ାମ, ଜୀବନରେ କେବେ ମଧ୍ୟ କାହାକୁ ଦେଖି ଅପମାନ କରିବେ ନାହିଁ। ତାପରେ ସୀତା ମ୍ୟାଡ଼ାମ ଗାଡ଼ିରେ ବସି ଚାଲିଗଲେ। ଆଉ ଏସ୍ପିଙ୍କ ଚାରିପଟେ ଥିବା ଲୋକମାନେ ଏହାକୁ ଦେଖି ତାଳି ମାରିଲେ। ଏସ୍ପି ମ୍ୟାଡ଼ାମଙ୍କ ମୁହଁ ଶୁଖିଲା। ଏସ୍ପି ମ୍ୟାଡ଼ାମ ଶିଖିଲେ ଜୀବନର ସବୁଠୁ ବଡ଼ ଶିକ୍ଷା। କାରଣ ସାଧାରଣ ଦେଖାଯାଉଥିବା ଲୋକ ମଧ୍ୟ ତାଙ୍କ ମୂଲ୍ୟ ମାପିବା ଉଚିତ ନୁହେଁ। କାରଣ କେବେ କେବେ ଆମେ ଯାହାକୁ ସାଧାରଣ ଭାବୁଛୁ ସେ ଆମକୁ ଆଶ୍ଚର୍ଯ୍ୟ କରିଦେଇ ପାରନ୍ତି। ଏହି କାହାଣୀଟିରୁ ଆମକୁ ଶିଖିବାକୁ ମିଳିଲା ଯେ ସମ୍ମାନ ସବୁଠି ଦିଅ। ଯାହା ଜଣା ହେଉ କି ଅଜଣା, ସେ ହେଉଛି ତୁମର ପରୀକ୍ଷା।